ସମସ୍ତଙ୍କୁ ଶୁଭ ସନ୍ଧ୍ୟା ଏବଂ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ଶିକ୍ଷା ପ୍ରୟାସକୁ ସ୍ୱାଗତ। ଦେଖନ୍ତୁ ଆଜିର ଭିଡ଼ିଓ ବହୁତ ଗୁରୁତ୍ୱପୂର୍ଣ୍ଣ ଅଛି। ଏଠି ଯାହା ବି ଆପଣମାନଙ୍କର ସବୁ ହେଡ଼ଲାଇନ୍ ଅଛି ଏ ସବୁ କିଛି ଡିସ୍କସନ୍ କରିବା ସହିତ ଆହୁରି ଅନେକ ଇମ୍ପୋର୍ଟାଣ୍ଟ ନ୍ୟୁଜ୍ ଏ ଭିଡ଼ିଓରେ ମୁଁ ଡିସ୍କସନ୍ କରିବି। ଯେମିତି ଶିକ୍ଷକଙ୍କ ପ୍ରମୋସନ୍ ପାଇଁ ଆଜି ସଂଘର କର୍ମକର୍ତ୍ତାମାନେ ଯାଇଛନ୍ତି ଗଣଶିକ୍ଷା ବିଭାଗକୁ, ସେମାନେ ଏବେ ଅଛନ୍ତି। ମୁଁ ଲାଟେଷ୍ଟ ଅପଡ଼େଟ୍ ଆପଣମାନଙ୍କୁ ଦେବି। ଦେଖନ୍ତୁ ବର୍ତ୍ତମାନ ଜେଟିଏସ୍ ନିଯୁକ୍ତି କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ କ'ଣ ରହିବ ଅପକମିଂ ପ୍ରୋସେସ୍, କ'ଣ ବର୍ତ୍ତମାନର ଅପଡ଼େଟ୍ ଅଛି ତାହା ଏ ଭିଡ଼ିଓରେ ଆମେ ଡିସ୍କସନ୍ କରିବା ସହିତ 10 ଷ୍ଟୁଡେଣ୍ଟସ୍ ମାନଙ୍କର ହାଫ୍ ଇୟର୍ଲି ଏକ୍ଜାମ୍ ପାଇଁ ଏବେ ବୋର୍ଡ଼ର ଲେଟର୍ ଆସିଛି। ତା ସହିତ ସେମାନଙ୍କର ପରୀକ୍ଷା ଚାନ୍ଦା ସହିତ ସେମାନଙ୍କର ଗୋଟେ ଏକକ ଆଇଡି ନମ୍ବର ପ୍ରସ୍ତୁତ କରାଯିବ। ଆମେ ଏ ଭିଡ଼ିଓରେ ଡିସ୍କସନ୍ କରିବା। ଆପଣମାନଙ୍କର ଫେଷ୍ଟିଭାଲ ଆଡ଼ଭାନ୍ସ ପାଇଁ ନୂଆ ଫର୍ମାଟ୍ ଆସିଛି, କ'ଣ ରହିଛି ଫର୍ମାଟ୍ ଆମେ ଦେଖିବା। ତା ସହିତ ସବୁଠୁ ବଡ଼ କଥା ରହୁଛି ଆପଣମାନେ ଶିକ୍ଷକମାନେ ବର୍ତ୍ତମାନ ପୋଷ୍ୟ ଛାତ୍ରଛାତ୍ରୀ ଗ୍ରହଣ କରିବେ, ସେ ସମ୍ପର୍କିତ ଗୋଟେ ନୂଆ ଅପଡ଼େଟ୍ ଆସିଛି, ଆମେ ଦେଖିବା। ତେଣୁ ଭିଡ଼ିଓର ଲାଷ୍ଟ ପର୍ଯ୍ୟନ୍ତ ରୁହନ୍ତୁ। ଆପଣମାନେ ଯଦି ଆମ ଏହି ଶିକ୍ଷା ପ୍ରୟାସ ୟୁଟ୍ୟୁବ୍ ଚ୍ୟାନେଲରେ ନୂଆ ଅଛନ୍ତି, ନିଶ୍ଚିତ ଭାବେ ସବୁଦିନର ଅପଡ଼େଟ୍ ଦେଖିବା ପାଇଁ ଶିକ୍ଷା ସମ୍ପର୍କିତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଯଦି ଏ ଭିଡ଼ିଓ ଆପଣମାନଙ୍କ ପାଇଁ ହେଲ୍ପଫୁଲ୍ ରହୁଛି ଗୋଟେ ଲାଇକ୍ କରିନିଅନ୍ତୁ। ଦେଖିନିଅନ୍ତୁ ବଢ଼ିବ ମାଟ୍ରିକ ପରୀକ୍ଷା ଫି। ଆପଣମାନେ ଜାଣିଛନ୍ତି ମାଟ୍ରିକ ପରୀକ୍ଷାର୍ଥୀମାନେ ଫର୍ମ ଫିଲ୍ଅପ୍ ସମୟରେ ସେମାନଙ୍କୁ ଦେୟ ଦେବାକୁ ପଡ଼ୁଥିଲା, କିନ୍ତୁ 2020ରେ କୋଭିଡ଼ ହୋଇଥିଲା। ତେଣୁ କୋଭିଡ଼ ପରଠୁ ଏହି ଫି ଆଦାୟ ବନ୍ଦ ଥିଲା, କିନ୍ତୁ ଏଇ ବର୍ଷଠାରୁ ପୁଣି ଥରେ ପିଲାମାନଙ୍କ ଠାରୁ ଫର୍ମ ଫିଲ୍ଅପ୍ ପାଇଁ ଫି ଆଦାୟ କରାଯିବ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ମିଳିଛି। 2016 ମସିହା ବେଳକୁ ଫିର ମୂଲ୍ୟ ଥିଲା 420 ଟଙ୍କା, କିନ୍ତୁ ବର୍ତ୍ତମାନ ପାଖାପାଖି 800 ଟଙ୍କା ଫି କରାଯିବ। ତେଣୁ ସରକାର କର୍ମଚାରୀମାନଙ୍କର ଗସ୍ତ ଖର୍ଚ୍ଚ, ମହଙ୍ଗା ଭତ୍ତା, ଟିଏଡିଏ ବୃଦ୍ଧି କରିଥିବାରୁ ପରୀକ୍ଷା ଆୟୋଜନ ବାବଦରେ ଖର୍ଚ୍ଚ ବୃଦ୍ଧି ପାଇଛି। ତେଣୁ ଏ ବାବଦରେ ବୋର୍ଡ଼ କର୍ତ୍ତୃପକ୍ଷ ଯୋଜନା ରଖିଛନ୍ତି, ତେବେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି। ତେଣୁ ଚୂଡ଼ାନ୍ତ ନିଷ୍ପତ୍ତି ହେଲା ମାନେ ସମସ୍ତଙ୍କୁ ଜଣାଇ ଦିଆଯିବ। ଦେଖିନିଅନ୍ତୁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ଏକକ ପରିଚୟ ପତ୍ର। ଯେମିତି ସମସ୍ତଙ୍କର ରହିଛି ଆଧାର, ସେମିତି ପିଲାମାନଙ୍କର ସ୍ପେଶିଆଲ ରହିବ ଅପାର, ଯାହାର ଆମେ ସ୍ପେଲିଂ କରିପାରିବା APAAR, ଯାହାର ଫୁଲ୍ ଫର୍ମ ରହୁଛି ଅଟୋମେଟେଡ୍ ପରମାନେଣ୍ଟ ଏକାଡେମିକ୍ ଆକାଉଣ୍ଟ ରେଜିଷ୍ଟ୍ରି। ଏଠି ଫୁଲ୍ ଫର୍ମ ଲେଖାଯାଇଛି। ଏଠି ହେଉଛି 12 ଅଙ୍କ ବିଶିଷ୍ଟ ଗୋଟେ ନମ୍ବର, ଯେମିତି ଆଧାର କାର୍ଡ଼ ଭଳି ଏଇଟା କାମ ଦେବ। ତ ପିଲାମାନଙ୍କର ଏଥିରେ ସମସ୍ତ ଶିକ୍ଷାଗତ ତଥ୍ୟ ସହିତ ଡ୍ରପ୍ ଆଉଟ୍ ଚିହ୍ନଟରେ ମଧ୍ୟ ଏଠି ସାହାଯ୍ୟ କରିବ। ପିଲାମାନଙ୍କର ସବୁକିଛି ତଥ୍ୟ ଏଥିରେ ରହିବ, ସେମାନଙ୍କର ସଫଳତା, ସେମାନଙ୍କର ପ୍ରୋଗ୍ରେସ୍ ରିପୋର୍ଟ, ଯାହାଫଳରେ ସ୍କୁଲରୁ ଭବିଷ୍ୟତରେ ପଢ଼ିବାକୁ ଯିବା ସମୟରେ ତା'ର କୌଣସି ବାଧା ରହିବ ନାହିଁ। ତେଣୁ ଆଗାମୀ 30 ସେପ୍ଟେମ୍ବରରେ ରାଜ୍ୟ ସାରା ନବମ, ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଅଭିଭାବକମାନଙ୍କୁ ନେଇକି ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେଉଛି। ତା'ର ମୁଖ୍ୟ ଉଦ୍ଦେଶ୍ୟ ଏହି ହେଉଛି ଏହି ଆପାର ଆଇଡି ଖୋଲାଯିବ। ତେଣୁ ଯେଉଁଟା କେବଳ ନବମ, ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କର ଖୋଲାଯିବ, ଯେଉଁଟା ଓସେପା ପକ୍ଷରୁ ଲେଟର୍ ଜାରି ହେଇଛି, ମୁଁ ଅଲରେଡ଼ି ଡିସ୍କସନ୍ କରିଛି। ତାପରେ ଦେଖନ୍ତୁ ନବୋଦୟ ବିଦ୍ୟାଳୟ ସମିତିର ଏଇଟା ଗୁରୁତ୍ୱପୂର୍ଣ୍ଣ ଲେଟର୍ ରହିଛି। ପିଲାମାନଙ୍କର ଯେଉଁ ଅନଲାଇନ୍ ରେଜିଷ୍ଟ୍ରେସନ୍ କରୁଛନ୍ତି 2025 ବର୍ଷରେ ଷଷ୍ଠ କ୍ଲାସ୍ରେ ଆଡ଼ମିସନ୍ କରିବା ପାଇଁ, ତା'ର ଲାଷ୍ଟ ଡେଟ୍ ଏକ୍ସଟେଣ୍ଡ କରାଯାଇଛି। ପିଲାମାନେ ଯେଉଁ ଫର୍ମ ଆପ୍ଲାଏ କରୁଛନ୍ତି ସେଇଟା 7/10/2024 ପର୍ଯ୍ୟନ୍ତ ଏକ୍ସଟେଣ୍ଡ କରାଯାଇଛି। ତେଣୁ ଯେଉଁ ପିଲାମାନେ ଆପ୍ଲାଏ କରିବାକୁ ଚାହୁଁଛନ୍ତି ସେମାନେ ଜଲ୍ଦି ଆପ୍ଲାଏ କରିନିଅନ୍ତୁ। ଦେଖନ୍ତୁ ଇଏ ରହୁଛି କଟକ ଜିଲ୍ଲାର ବିଭିନ୍ନ ବ୍ଲକରେ କେତେ ସଂଖ୍ୟା ଟାର୍ଗେଟ୍ ଦିଆଯାଇଥିଲା, କେତେ ସଂଖ୍ୟାରେ 2023-24ରେ କେତେ ଆପ୍ଲାଏ କରିଛନ୍ତି, ତା'ର ଏସବୁ ଡାଟା ରହିଛି, ଆପଣମାନେ ଦେଖିପାରୁଛନ୍ତି। ଦେଖିନିଅନ୍ତୁ ପ୍ରଦୀପ୍ତ ସାର୍ଙ୍କ ଠାରୁ ଏଇ ଗୁରୁତ୍ୱପୂର୍ଣ୍ଣ ଅପଡ଼େଟ୍ଟି ରହିଛି। ଆଜି ପ୍ରଦୀପ୍ତ ସାର୍ ଏବଂ ସେମାନଙ୍କର ଟିମ୍, ଯେଉଁମାନେ ସଂଘର କର୍ମକର୍ତ୍ତା ରହିଛନ୍ତି ଆମର NPS ହାଇସ୍କୁଲ ଟିଚର୍ସ ଆସୋସିଏସନର, ସେମାନେ ଆଜି ଗଣଶିକ୍ଷା ବିଭାଗକୁ ଯାଇଛନ୍ତି। ଯେଉଁ ଓସେପାର ଗ୍ରିଭାନ୍ସ ଅଛି ସେଠିକି ଯାଇଛନ୍ତି। ସେ ଫାଷ୍ଟ ହାଫ୍ରେ ଆପଣମାନେ ଦେଖୁଛନ୍ତି ସେମାନେ ଓସେପାରେ ସେମାନଙ୍କର ଗ୍ରିଭାନ୍ସ ଦେଇଛନ୍ତି, ଏବଂ ସେକେଣ୍ଡ ହାଫ୍ରେ ସେମାନେ ସେକ୍ରେଟେରିଏଟ୍ ଯିବେ କମିଶନର ମ୍ୟାଡ଼ାମକୁ ଭେଟିବା ପାଇଁ। ତ ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ରହୁଛି ଯେଉଁ ପ୍ରୋଭିଜନାଲ ଗ୍ରେଡେସନ୍ ଲିଷ୍ଟ ଆସିଛି ଜୁନିୟର SCS ମାନଙ୍କର, ସେଥିରେ ଅନେକ କିଛି ତ୍ରୁଟି ରହିଛି। ତେଣୁ ତ ଏହି ତ୍ରୁଟି ସୁଧାରି ଫାଇନାଲ୍ ଗ୍ରେଡେସନ୍ ଲିଷ୍ଟ ବାହାର କରିବା ପାଇଁ ସେ ଆଜି ଯାଇଛନ୍ତି, ଆପଣମାନେ ଦେଖିପାରୁଥିବେ। ଦେଖନ୍ତୁ ଏଠି କ୍ଲିଅରଲି ସେ ମେନସନ୍ କରିଛନ୍ତି କ'ଣ ପ୍ରୋବ୍ଲେମ୍ ରହିଛି। ତ ଆପଣମାନେ ଦେଖିପାରୁଥିବେ
ତାଙ୍କର ଏଠି ରହୁଛି ଲେଟର୍ ରହୁଛି ମେମୋରାଣ୍ଡମ୍ ରହୁଛି ଟୁ ଦ ଅନେବଲ୍ ଚିଫ୍ ମିନିଷ୍ଟର ଓଡ଼ିଶା। ଦେଖନ୍ତୁ ସେ ଏଠି ଚିଫ୍ ମିନିଷ୍ଟର ଓଡ଼ିଶା କମିଶନର କମ୍ ସେକ୍ରେଟାରୀ DSC କୁ ସମସ୍ତଙ୍କୁ ଏଠି ସେ କପି କରିଛନ୍ତି ମେମୋ କରିଛନ୍ତି। ଦେଖନ୍ତୁ ପବ୍ଲିଶ ଅ ପ୍ରୋଭିଜନାଲ୍ ଆଜ୍ ୱେଲ୍ ଆଜ୍ ଫାଇନାଲ୍ ଗ୍ରେଡେସନ୍ ଲିଷ୍ଟ ଅଫ୍ ଜୁନିୟର SCS ଫର୍ ଦ ଇୟର 2024 କିପିଂ ଦ ସିନିୟରିଟି ଅଫ୍ ଦ ଟିଚର୍ସ as per SOP issued by the SME। ଦେଖନ୍ତୁ ଯାହା ଆମର SOP ଅଛି ସେ SOP ଅନୁଯାୟୀ ଟିଚର୍ସ ମାନଙ୍କର ଯେଉଁ ଜୁନିୟର SCS ଅଛନ୍ତି ସେମାନଙ୍କର ଗ୍ରେଡେସନ୍ ଲିଷ୍ଟ ବାହାର କରିବା ଉଚିତ। ବଟ୍ ସେଥିରେ କିଛି ତ୍ରୁଟି ଅଛି। ଆପଣମାନେ ଜାଣିଛନ୍ତି ଯେଉଁମାନେ 2020 ପରଠୁ ଯେଉଁ କଣ୍ଟ୍ରାକ୍ଟ ଟିଚର ମାନେ ଯୋଗ ଦେଇଥିଲେ ସେମାନଙ୍କ କାର୍ଯ୍ୟରେ ସେମାନେ ସମସ୍ତେ ରେଗୁଲାର ହେଲେ, ସେମାନଙ୍କ କଣ୍ଟ୍ରାକ୍ଚୁଆଲ ପିରିୟଡ଼ ଚାକିରି କାଳରେ ମିଶିଲା ଏବଂ ସେମାନଙ୍କର ଯେଉଁ କାଉଣ୍ଟିଂ ହେଉଛି ସେମାନଙ୍କର ପ୍ରମୋସନ୍ ପାଇଁ ସେମାନଙ୍କର ଡେଟ୍ ଅଫ୍ ଜଏନିଂ ଅଛି ତ ଯେଉଁ ଦିନଠୁ ସେମାନେ ଚାକିରିରେ ଜଏନ୍ କରିଛନ୍ତି। ବଟ୍ ଯେଉଁମାନେ 2016 ଅପ୍ରିଲ 4ରେ ଯେଉଁ ଅପ୍ରିଲ ମାସରେ ଯେଉଁମାନେ ଜଏନ୍ କରିଛନ୍ତି ସେମାନଙ୍କର ମଧ୍ୟ ସେଇ ସମାନ ରହିଛି, କିନ୍ତୁ ତା ପୂର୍ବରୁ ଯେଉଁମାନେ ଜଏନ୍ କରିଛନ୍ତି ସେମାନଙ୍କର ଅନେକ କିଛି ତ୍ରୁଟି ରହୁଛି। ତେଣୁ ସେଇ ବିଷୟରେ ଏଠି ଆପଣମାନେ ଦେଖୁଛନ୍ତି ସାର୍ କ୍ଲିୟରଲି ମେନସନ୍ କରିଛନ୍ତି ସେମାନଙ୍କର ସେଇ ପ୍ରୋବ୍ଲେମ୍। ସେଇଥିପାଇଁ ସେମାନଙ୍କର ଏଇ ଯେଉଁ ଆପଣଙ୍କର ଏଇଟା ଯେଉଁ ମୁଁ ଏବେ କହିଲେ ଆପଣ ଦ କଣ୍ଟ୍ରାକ୍ଚୁଆଲ ଟିଚର୍ସ ଆପଏଣ୍ଟେଡ୍ ପିରିୟଡ଼ ଟୁ 4 ଅପ୍ରିଲ 2016 and have already completed 6 years of contract service by 4/4/2016 their seniority will be maintained as per their position in the merit list in the year of recruitment। ଦେଖନ୍ତୁ ଯେଉଁମାନେ 4/4/2016 ପୂର୍ବରୁ ନିଯୁକ୍ତି ପାଇଥିଲେ, ଯେଉଁମାନେ 6 ବର୍ଷ କଣ୍ଟ୍ରାକ୍ଚୁଆଲ ପିରିୟଡ଼ କମ୍ପ୍ଲିଟ୍ କରିଛନ୍ତି ମାନେ 6 ବର୍ଷ କଣ୍ଟ୍ରାକ୍ଚୁଆଲ ରହିଛନ୍ତି ସେମାନଙ୍କର ଯେଉଁ ସିନିୟରିଟିରେ ପ୍ରୋବ୍ଲେମ୍ ରହୁଛି, ତାଙ୍କର ପୋଜିସନରେ ପ୍ରୋବ୍ଲେମ୍ ରହୁଛି, ଏପାଖ ସେପାଖ ରହୁଛି। ତେଣୁ ସେଥିପାଇଁ ଦେଖନ୍ତୁ ଏଠି ଯେଉଁ C ନମ୍ବରରେ ପ୍ରୋବ୍ଲେମ୍ ଅଛି, ତେଣୁ ଏଇଟିକୁ ଟିକେ କରେକ୍ସନ୍ କରାଯାଉ। ତେଣୁ ଏସବୁ ବାବଦରେ ସେମାନେ ଆଜି ଗଣଶିକ୍ଷା ସଚିବକୁ ଭେଟିବାକୁ ଯାଇଛନ୍ତି, ଏବେ ମଧ୍ୟ ଅଛନ୍ତି। ତେଣୁ ଆମେ ଆପଣମାନଙ୍କୁ ଲାଟେଷ୍ଟ ଅପଡେଟ୍ ଆପଣମାନଙ୍କୁ ଦେବୁ। ଦେଖନ୍ତୁ ଏ ହେଉଛି ପ୍ରଦୀପ୍ତ ସାର୍ ବର୍ତ୍ତମାନ ଲୋକସେବା ଭବନରେ ଅଛନ୍ତି, ସ୍କୁଲ ଆଣ୍ଡ ମାସ୍ ଏଜୁକେସନ୍ ଡିପାର୍ଟମେଣ୍ଟରେ ଅଛନ୍ତି। देखि नियंतु डिस्ट्रिक्ट एजुकेशन ऑफिसर कटक तरफ गुरुत्वपूर्ण लेटरटी फेस्टिवल आडभांस को लेकिन देखो जो मैंने लेवल 9 रु अधिक अच्छा पे मैट्रिक्स मिनिमम 20,000 टଙ୍କା लाखे फेस्टिवल आडभांस मिल तेणु से 27/9/2024 पूर्व ऑफिस रे सेमानकर फॉरवर्डिंग HM कर फॉरवर्डिंग लेटर सहित एप्लिकेशन पठेबा को कह जाए। देखो एप्लिकेशन फॉर फेस्टिवल आडभांस यहाँ फेस्टिवल आडभांस आपण मानकर एप्लिकेशन रोची। देखो ये आपण मानकर नेम डेजिग्नेशन एम्प्लॉइज रही स्कूल ना तार प्रेजेंट बेसिक केते लेवल एंड सेल ये लिखा नेम ऑफ द फेस्टिवल फॉर व्हिच एडवांस हैज बीन अप्लाइड ये दुर्गा पूजा लिखा वेदर पोस्ट इज परमानेंट टेम्पररी लिखा वेदर एप्लिकेंट इज गवर्नमेंट सर्वेंट कि नहीं। देखो ये डिटेल्स देचु तालो बैंक अकाउंट नंबर डेट ऑफ रिटायरमेंट डिटेल्स दिया जाइए। तेणु यही फॉर्मेट आप पूरण कर ऑफिस रे देले आपण मानकु फेस्टिवल एडवांस क्रेडिट हो। देखि नियंतु बोर्ड ऑफ सेकेंडरी एजुकेशन ओडिशा तरफ आज 24/9/2024 गुरुत्वपूर्ण लेटरटी कंडक्ट ऑफ हाफ ईयरली एग्जामिनेशन 2024 फॉर क्लास एक्स। देखो 10वीं श्रेणी पिला मानकर हाफ ईयरली एग्जामिनेशन करबा पई बोर्ड पक्षरु लेटरटी करा जाइछि। देखंतु बोर्ड को एठी अनेक प्रश्न उठुतिला जे एपर्यंत काहे कि 10वीं श्रेणी पिला मानकर हाफ ईयरली एग्जाम पई कोनोसी लेटर करि नाहंती। तेणु एठी से क्लियरली कहि दैछन्ती द क्वेश्चंस पेपर फॉर द सेड examination for last year during 2023-24 had been prepared and supplied to district education office point by the BSc Odisha। देखो से कहते 2023-24 रे डिस्ट्रिक्ट एजुकेशन ऑफिस द्वारा BSc Odisha पठेइथिला बट हाउएवर द BSc is making it clear that the questions paper for the current session shall not be supplied by the board। तेणु ए वर्ष आ बोर्ड द्वारा पठा जीव नाही। तेणु ऑल सेकेंडरी स्कूल्स आर फ्री टू प्रिपेयर देयर ओन क्वेश्चन पेपर्स। तेणु वर्तमान प्रत्येक स्कूल मुक्त अटंती निजे निजर क्वेश्चन पेपर तैयारी करेंगे निज अरेंजमेंट रे एवं निजे एग्जाम कंडक्ट करेंगे। जो आपण मानक ब्रेकअप सिलेबस अच्छी से सिलेबस रे आपण मानक हाफ ईयरली एग्जाम रो डेडलाइन जेबे अच्छे से अनुसार आपण माने निजे एग्जाम करेंगे। तेणु आमर ओस्ता तो 4 तारिख एग्जाम आरंभ कर तेणु बहुत स्कूल ओस्ता को
ଓସ୍ତାରୁ କ୍ୱେଶ୍ଚିନ୍ ନେଇ କରୁଛନ୍ତି, ଆପଣମାନେ ମଧ୍ୟ କରିପାରିବେ। ତାପରେ ଦେଖନ୍ତୁ ଡିଷ୍ଟ୍ରିକ୍ଟ ଏଜୁକେସନ୍ ଅଫିସର କଟକଙ୍କ ଦ୍ୱାରା ଏଇଠି ଗୁରୁତ୍ୱପୂର୍ଣ୍ଣ ଲେଟର୍ ଦେଖନ୍ତୁ, ଏଇଟା ବର୍ତ୍ତମାନ ଏବେ ଆସିଲା। ଆଡପ୍ସନ୍ ଅଫ୍ ଷ୍ଟୁଡେଣ୍ଟସ୍ ଅଫ୍ କ୍ଲାସ୍ ଏକ୍ସ ଇନଫର୍ମେସନ୍ ଏବାଉଟ୍ ସାଇନ୍ସ ଲାବୋରେଟୋରୀ ଇ ଲାଇବ୍ରେରୀ ଆଣ୍ଡ ଇସ୍ୟୁଜ୍ ଅଫ୍ ଲାଇବ୍ରେରୀ ବୁକ୍ସ ଟୁ ଦ ଷ୍ଟୁଡେଣ୍ଟସ୍। ଦେଖନ୍ତୁ ତେଣୁ ଷ୍ଟୁଡେଣ୍ଟସ୍ କ୍ଲାସ୍ ଏକ୍ସ ପିଲାମାନଙ୍କର ଆଡପ୍ସନ୍ କରାଯିବ, ସେମାନଙ୍କୁ ଇନଫର୍ମେସନ୍ ଦିଆଯିବା ପାଇଁ ସାଇନ୍ସ ଲାବୋରେଟୋରୀ ଇ ଲାଇବ୍ରେରୀ ଆଣ୍ଡ ଇସ୍ୟୁ ଅଫ୍ ଲାଇବ୍ରେରୀ ବୁକ୍ସ ଟୁ ଦ ଷ୍ଟୁଡେଣ୍ଟ। ତେଣୁ ଏହିସବୁ ବାବଦରେ ପିଲାମାନଙ୍କର ଆଡପ୍ସନ୍ କରାଯିବ। ଆର୍ ଡିଜାର୍ଡ ବାଇ ଏଷ୍ଟେମ୍ଡ କଲେକ୍ଟର କମ୍ ଡିଏମ୍ କଟକ ଇ ସେକେଣ୍ଡାରୀ ଟିଚର ସୁଡ୍ ଆଡପ୍ଟ ୱାନ୍ ଷ୍ଟୁଡେଣ୍ଟ ଫ୍ରମ୍ କ୍ଲାସ୍ ଏକ୍ସ। ତେଣୁ ପ୍ରତ୍ୟେକ ସେକେଣ୍ଡାରୀ ଟିଚର ମିନିମମ୍ ଗୋଟେ ପିଲା ଆଡପ୍ଟ କରିବ, ପୋଷ୍ୟ ଭାବରେ ଗ୍ରହଣ କରିବ ଗୋଟିଏ ପିଲା, ବିଲଙ୍ଗସ୍ ଟୁ ହିଜର ସ୍କୁଲ, ତାଙ୍କ ସ୍କୁଲ ପିଲାଙ୍କୁ, ଆଣ୍ଡ କନସଲ୍ଟ ହିଜର ଗାର୍ଡିଆନ୍ ଏବାଉଟ୍ ଦ ଏକାଡେମିକ୍ ପ୍ରୋଗ୍ରେସ୍ ଅଫ୍ ଦ ଷ୍ଟୁଡେଣ୍ଟସ୍। ଏବଂ ସେ କ'ଣ କରିବେ ନା ତାର ଏକାଡେମିକ୍ ପ୍ରୋଗ୍ରେସ୍ କ'ଣ କେମିତି ହେଉଛି ତା ଗାର୍ଡିଆନ୍ ସହିତ ଯୋଗାଯୋଗ କରିବେ। The teacher concerned should take all the remedial measures towards the academic development of the students for achieving A1 position in HSC। ତେଣୁ ପିଲାଟି କେମିତି A1 ପୋଜିସନ୍ ପାଇବ, A1 ମାର୍କ ରଖିବ, ତା ପାଇଁ ସବୁ କିଛି ରିମେଡ଼ିଆଲ ମେଜର ନେବେ ଏ 2025ରେ। ଦ ଡିଟେଲ ଇନଫର୍ମେସନ୍ ଏବାଉଟ୍ ଦ ଆଡପ୍ସନ୍ ଇନ୍ ପ୍ରେସ୍କ୍ରାଇବ୍ ଫର୍ମାଟ୍ ୱିଲ୍ ବି ସେଣ୍ଡ ଟୁ ଦ କନସର୍ନ ବିଓ। ତେଣୁ କେମିତି ଆଡପ୍ସନ୍ କରିବ ତାର ଡିଟେଲ ଫର୍ମାଟ୍ ବିଓଙ୍କୁ ପଠାଯିବ 25 ତାରିଖ 11ଟା ସୁଦ୍ଧା ନିଶ୍ଚିତ ପଠାଯିବ ବିଓଙ୍କ ପାଖକୁ। ତେଣୁ ସେଥିରୁ କ୍ଲିୟରଲି ଜଣାପଡ଼ିବ। ତେଣୁ ଫର୍ଦର ଦ ଫଙ୍କସନ୍ ଅଫ୍ ଇ ଲାଇବ୍ରେରୀ ସାଇନ୍ ଅଫ୍ ଲାଇବ୍ରେରୀ ବୁକ୍ସ ଟୁ ଦ ଷ୍ଟୁଡେଣ୍ଟସ୍ ୱିଲ୍ ବି ଫିଲ୍ ଇନ୍ ଦ ଆଟାଚ୍ଡ ଗୁଗଲ ସିଟ୍ ଡ୍ୟୁରିଂ ଦ ଫାର୍ଷ୍ଟ ୱିକ୍ ଅଫ୍ ଏଭ୍ରି ମନ୍ଥ। ତେଣୁ ପ୍ରଥମ ୱିକ୍ ଏଭ୍ରି ମନ୍ଥରେ, ଫାର୍ଷ୍ଟ ୱିକ୍ ଏଭ୍ରି ପ୍ରତ୍ୟେକ ମାସରେ ଗୁଗଲ ସିଟ୍ରେ ପିଲାମାନଙ୍କର ସାଇନ୍ସ ଲାବୋରେଟୋରୀ ଆଉ ଲାଇବ୍ରେରୀ ବୁକ୍ ଇସ୍ୟୁ ସମ୍ପର୍କରେ ଅପଡେଟ୍ କରାଯିବ ଗୁଗଲ ଫର୍ମାଟ୍ରେ। ତ ନିଶ୍ଚିତ ଭାବେ ସମସ୍ତ ଶିକ୍ଷକ ବର୍ତ୍ତମାନ ଆଡପ୍ଟ କରିବେ ପିଲାଙ୍କୁ। ତାପରେ ଦେଖନ୍ତୁ ସମସ୍ତ ଏଜୁକେସନ୍ ଅଫିସର୍ସ, ବ୍ଲକ ଏଜୁକେସନ୍ ଅଫିସର୍ସମାନଙ୍କୁ ଏ ଲେଟରଟି କରାଯାଇଛି। ଅର୍ଗାନାଇଜେସନ୍ ବ୍ଲକ ଲେଭେଲ୍ ରୋଲ୍ ପ୍ଲେ କମ୍ପିଟିସନ୍, ଦେଖନ୍ତୁ ଏଇଟା ଏବେର ଚିଠି, ଗୋଟେ ରୋଲ୍ ପ୍ଲେ କମ୍ପିଟିସନ୍ କରାଯିବ ୱିଥ୍ ରେଫରେନ୍ସ ଟୁ ସବଜେକ୍ଟ ସିଟ୍ ଏବୋଭ୍। ତେଣୁ ଏଠି କରାଯିବ ମ୍ୟୁନିସିପାଲ ହାଇସ୍କୁଲ ବିଡ଼ାନାସୀରେ 3/10/2024ରେ ସକାଳ 10ଟାରେ କରାଯିବ। ସେଥିପାଇଁ ଇଣ୍ଟିମେଟ୍ କରି ଦିଆଯାଇଛି, ଆପଣମାନେ ଦେଖିପାରୁ। ଦେଖନ୍ତୁ ଏଇଠି ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ମୋତେ ବହୁତ ଭଲ ଲାଗିଲା, ଜଣେ ସାର୍ଙ୍କର ଅପଡେଟ୍ ଅଛି। ରାଜ୍ୟରେ 32,000ରୁ ଅଧିକ ICSM ଅଛନ୍ତି, ସେମାନେ ଯେବେ ଇସ୍ତଫା ଦେବେ ସେଦିନ ରାଜ୍ୟରେ ପରମାନେଣ୍ଟ HM ପୋଷ୍ଟ ତିଆରି ହେବା ସହ ଗ୍ରେଡେସନ୍ ପ୍ରମୋସନ୍ ଲିଷ୍ଟ 1 ୱିକ୍ରେ ବାହାରିବ। ତା ସହିତ ରାଜ୍ୟରେ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଶାନ୍ତିରେ ନିଶ୍ୱାସ ନେବେ, ନହେଲେ ଡରି ଡରି ଆଇସି ଇନଚାର୍ଜ ହୋଇ ରହିଥିବେ। ତ ଆପଣମାନେ ଦେଖୁଥିବେ ବର୍ତ୍ତମାନ ରାଜ୍ୟରେ ଯେଉଁ ପ୍ରାଥମିକ ଶିକ୍ଷକମାନଙ୍କର ପ୍ରମୋସନ୍ ଠପ୍ ହେଇଯାଇଛି, ବିଲକୁଲ ପ୍ରମୋସନ୍ ଦିଆଯାଇନି, କାଁ ଭାଁ କୌଣସି ସ୍ଥାନରେ ଦିଆଯାଇଛି। ତେଣୁ ଯେଉଁମାନେ ICHM ଅଛନ୍ତି ସେମାନେ ବାସ୍ତବରେ HM ନୁହନ୍ତି, ସେମାନଙ୍କୁ ଜଷ୍ଟ ଗୋଟେ ଚାର୍ଜ ଦିଆଯାଇଛି, କିନ୍ତୁ ସେମାନେ ଚାର୍ଜ ନେବା ଅନୁଚିତ। କିନ୍ତୁ ଯେହେତୁ ଅଫିସରମାନଙ୍କ ଚାପରେ ସେମାନେ ବାଧ୍ୟ ହୋଇକି ଚାର୍ଜ ନେଉଛନ୍ତି। ତେଣୁ ସେମାନେ ଯେଉଁଦିନ ଏଇ ICHM ପଦରୁ ମାନେ ଚାର୍ଜରୁ ବାହାରି ପଡ଼ିବେ ବା ସେମାନେ ଯଦି ଇସ୍ତଫା ଦେଇଦେବେ, ନିଶ୍ଚିତ ଭାବେ କାର୍ଯ୍ୟକ୍ରମ ଶିକ୍ଷା ବିଭାଗର ଠପ୍ ହେଇଯିବ। ଆଉ ସରକାର ବାଧ୍ୟ ହୋଇ ଗ୍ରେଡେସନ୍ ପ୍ରମୋସନ୍ ଲିଷ୍ଟ ଗୋଟେ ୱିକ୍ରେ ବାହାର କରିବେ। ତ ନିଶ୍ଚିତ ସମସ୍ତେ ଯେତେବେଳେ ଏକାଠି ହେବେ, ନିଶ୍ଚିତ ଭାବେ ଏହାର ଇମ୍ପ୍ଲିମେଣ୍ଟ କରାଯିବ ଏବଂ ସମସ୍ତେ ଏକାଠି ହେଲେ ଆଉ ସରକାରଙ୍କୁ ଜଣେଇଲେ, ଆପଣ ଇସ୍ତଫା ଦେଲେ ନିଶ୍ଚିତ ଏଇଟା କାର୍ଯ୍ୟକାରୀ ହେଇପାରିବ, ଏଥିରେ କୌଣସି ସନ୍ଦେହ ନାହିଁ। ଦେଖନ୍ତୁ ଓସେପା ତରଫରୁ ଏଇଠି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଲେଟର, ଅର୍ଗାନାଇଜେସନ୍ ନ୍ୟାସନାଲ୍ ପେଣ୍ଟିଂ କମ୍ପିଟିସନ୍ ଏନର୍ଜି କନଜରଭେସନ୍ ଉପରେ ଗୋଟେ ନ୍ୟାସନାଲ୍ ପେଣ୍ଟିଂ କମ୍ପିଟିସନ୍ କରାଯିବ। ଆପଣମାନେ ଦେଖୁଛନ୍ତି ତାର ଟପିକ୍ ରହୁଛି କନଜର୍ଭ ଏନର୍ଜି ପ୍ରୋଟେକ୍ଟ ଏନଭାରନମେଣ୍ଟ, ଆଉ ଗୋଟେ ହେଉଛି ଏନର୍ଜି ସେଭିଂ ଇଜ୍ ଏନଭାରନମେଣ୍ଟ ସେଭିଂ। ତ ଏଇସବୁ ଥିମ୍ ଉପରେ ଆପଣମାନେ ଦେଖୁଛନ୍ତି ଏଠି କରାଯିବ। ଏଠି ଲେଟରଟି 23/9/2024ରେ କରାଯାଇଛି। ଏଥିରେ ଦେଖନ୍ତୁ ଆଉ ପିଲାମାନେ ପଞ୍ଚମଠୁ ଦଶମ ଶ୍ରେଣୀ ପିଲାମାନେ ଅଂଶଗ୍ରହଣ କରିପାରିବେ। ପଞ୍ଚମରୁ ଅଷ୍ଟମ ହେଉଛି କାଟାଗୋରୀ 1 ଆଣ୍ଡ ଅଷ୍ଟମଠୁ ଦଶମ ହେଉଛି କାଟାଗୋରୀ 2। ତେଣୁ ଗୋଟେ ନ୍ୟାସନାଲ୍ ପେଣ୍ଟିଂ କମ୍ପିଟିସନ୍ ଆୟୋଜନ କରାଯିବ। ତେଣୁ ଆପଣମାନେ ଆପଣଙ୍କ ସ୍କୁଲରେ ଏଇଟା କମ୍ପିଟିସନ୍ କରି ଗୋଟେ A4 ସାଇଜ୍ ଡ୍ରଇଂ ପେପରରେ ପିଲାମାନଙ୍କୁ ପ୍ରସ୍ତୁତ କରି ଆପଣମାନେ ଦ ସ୍କୁଲ ସୁଡ୍ ସବମିଟ୍ ବେଷ୍ଟ 1 ଏଣ୍ଟ୍ରି ଫ୍ରମ୍ ଇଚ୍ କାଟାଗୋରୀ ଥ୍ରୁ ସ୍ପିଡ୍ ପୋଷ୍ଟ। ଆପଣମାନେ ସ୍ପିଡ୍ ପୋଷ୍ଟରେ ପ୍ରତ୍ୟେକ କାଟାଗୋରୀରୁ ଗୋଟିଏ ଗୋଟିଏ ପଠାଇବାକୁ ଏଠି କୁହାଯାଇଛି, ତାପରେ ଆପଣମାନଙ୍କୁ ସିଲେକ୍ସନ୍ କରାଯିବ। ତେଣୁ ଦେଖନ୍ତୁ ଏଠି ଆର ଗାଇଡ଼ଲାଇନ୍ ଦିଆଯାଇଛି କେଉଁ ଲେଟର ଆଧାରରେ, କେଉଁ ସାର୍କୁଲାର ଆଧାରରେ ସବୁ କାର୍ଯ୍ୟକ୍ରମ ହେଉଛି। ତାପରେ ଦେଖନ୍ତୁ ଅର୍ଗାନାଇଜେସନ୍ ନ୍ୟାସନାଲ୍ ପେଣ୍ଟିଂ କମ୍ପିଟିସନ୍
ऑलरेडी हम डिस्कसन कले आम ऑलरेडी देखंतु तापर यहाँ रोचे ऑर्गेनाइजेशन ब्लॉक लेवल साइंस सेमिनार देखो स्कूल रे केवल कंपटीशन उपरे कंपटीशन तो यहाँ हूँ रोचे आम साइंस सेमिनार जोटा आर्टिफिशियल इंटेलिजेंस पोटेंशियल एंड कनसर्न्स यही टॉपिक उपरे आपमनकर करा जिवो जोटा 30/9/2024 रे आयोजन करा जिवो तेणु पिला माने एथिरे अंशग्रहण करिवे तापर देखंतु आलोकेशन ऑफ फंड्स साइंस सेमिनार ऑर्गेनाइजेशन पई लेटर टी रही कौटू फंड आसो कौ बाबद केते फंड आमर आपमनकर खर्च हम तापर देखंतु आज सबुठ इम्पोर्टाट न्यूज रोचे जो मैंने जूनियर टीचर स्कीमेटिक वर्तमान सिलेक्टेड लिस्ट रे अच्छा जो मैंने 5 तारिख दिन भुवनेश्वर रे जो विशाल समावेश जोग देवे तो से ऑलरेडी प्रत्येक जिले में पाखापाखि लेटर हो जाइए से माने एग्रीमेंट करेंगे कि तापर कौन प्रोसेस रहा माने बहुत भय कर बहुत किसी अपडेट आसूँ देखो आपण मैंने बिल्कुल भयभीत हुंतुनी आपण जो डीओ ऑफिस रोची जोठी आपण मानकर भेन्यू रोची आपण मैंने एग्रीमेंट करने से जातु आपण मैंने एग्रीमेंट करूँ देखो एग्रीमेंट समय आपण मानकर कौन भी समस्या हेनी एग्रीमेंट समय आपण मानकर जो एग्रीमेंट फॉर्मेट रही एग्रीमेंट फॉर्मेट टी गोटे आपण मानकर ये क्लीयरली मेंशन कर दि जाइए आपणकर गोटे स्टाम्प पेपर 10 टंकिया स्टाम्प पेपर ये सब आपण मानकर ताकू से टाइप करा प्रिंट कर दिया देखो से ऑलरेडी प्राय सब जगह से यहाँ प्रस्तुत कर रखते आपण मानू किसी असुविधा पड़ोनी आपण मैंने जब निजे चाहिए भी आपको प्रस्तुत करदे पारे आपण मैंने कौन ये फिलअप करेंगे मु पूर्व वीडियो आपण मानू ऑलरेडी कही सारी आपण मानू सेठी क्लीयरली बीट बाय बीट आपन को आपण कौटी कौन पूरण करेंगे कारण आपड़ जब ये किसी भूल लिखि दौरान ना समस्या से हम तेणु आपण मैंने केमती ठीक लिखे से हूँ दायित्व तेणु आपण मैंने से कौन व्यस्त हूँ ना आप ऑफिस आपण प्रथम जाकर डेट्रे आपण मैंने जो निर्धारित डेट अच्छे से डेट्रे जाकि आपण मैंने एग्रीमेंट करूँ देखो एग्रीमेंट पर आपण मानू अपॉइंटमेंट लेटर आपण मानकर इश्यू करा तेणु जो मैंने पीडब्ल्यूडी कैंडिडेट्स अच्छा देखो पीडब्ल्यूडी कैंडिडेट मानकर फिजिकल वेरिफिकेशन हम जेहेतु फिजिकल वेरिफिकेशन हम तेणु से बर्तमान ये प्रक्रिया माने पॉज करी रखा जाइए सेमानंको जेतेबेले फ्री हेजिबे ऑफिसर्स माने से माने आपन को पीडब्ल्यूडी कैंडिडेट्स मान को डाके और से फिजिकल वेरिफिकेशन करी जो मेडिकल बोर्ड द्वारा तापर सेमानकर कार्यक्रम करेंगे तेणु से यहाँ लेट प्रोसेस यहाँ प्रत्येक रिक्रुटमेंट हुए तापर जो मैंने एग्रीमेंट कले से निश्चित आपण मानकर अपॉइंटमेंट लेटर पाइबे से अपॉइंटमेंट लेटर पाइबा परे से विदिन 7 days भितर आपण मानक 7 days 7 दिन समय दिज्व 7 दिन समय भितर आपण मैंने स्कूल जॉइन करेंगे किंतु ये गुरुत्वपूर्ण कथा मन रखु आपण मैंने जो दिन अपॉइंटमेंट लेटर पाइबे ना ता पर दिन जाइए जॉइन करेंगे दरकार पड़े आपण मानक इमिडिएट इफेक्ट से लिखाई जदि आपण से दिन अपॉइंटमेंट लेटर जाइए से सेम डेट रे जॉइन करूँ ना आपंकर सीनियरिटी कटि पारे तेणु आपको कहीदेवी सीनियरिटी कटिची पिला मानकर तार बहुत प्रूफ अच्छी तेणु आपण मानक जो दिन अपॉइंटमेंट लेटर दिज्व आपण मानक जो सुविधा होची से दिन जॉइन करूँ आपड़ जब दिने पर जाऊँच तो आप मेंशन करूँ आर्लियर आप जानते मुझे कही पाने राइट आप जो डेट्रे जिते आर्लियर डेट थी से आर्लियर डेट्रे आपण मानक स्कूल साइन करा पड़ो देखो आपण मैंने जो जॉइनिंग करेंगे जॉइनिंग समय आपण मैंने अपॉइंटमेंट लेटर सहित आपण मैंने जॉइनिंग रिपोर्ट आपण मानक दबाक पड़ो आपण मान स्कूल रे जो जॉइनिंग रिपोर्ट देवे किसी जॉइनिंग रिपोर्ट रे नाही आपण माने गोटे एप्लिकेशन देवे जार सब्जेक्ट रहिबो जॉइनिंग रिपोर्ट ऑफ सेल्फ आपण माने एई ऑर्डर अनुसार एठी जॉइन कले बोली राइट तांको देवे जो थे आपण मानकर ना मेंशन अब सेतिक जिंस रहिबो तापरे आपण जॉइन करि सारिया परे से आपनकर एचएम गोटे रिपोर्ट करिवे ताकर कंसर्न बीओ को जे आपण एई डेट रे जॉइन कले बोली ये कथा रोचे तेणु आप जिते जल्दी पारे आपण जॉइन करेंगे आपणकर जहाँ भी आवश्यकता पड़ो आपण मानक
ଆପଣମାନଙ୍କର ଅଧିକାରୀ ଲେଟର୍ କରିବେ, ଆଉ ଆପଣମାନଙ୍କୁ ସମସ୍ତେ ଜଣେଇଦେବେ। କୌଣସି ବ୍ୟସ୍ତ ବିବ୍ରତ ହେବା ଦରକାର ନାହିଁ। ଆପଣମାନଙ୍କର ଯେଉଁ ମାରିଟାଲ୍ ସାର୍ଟିଫିକେଟ୍ ଆପଣମାନେ ଦେଉଛନ୍ତି, କି ମାନେ ୱାନ୍ ସ୍ପାଉସ୍ ଲିଭିଂ ବା ମାରିଟାଲ୍ ସାର୍ଟିଫିକେଟ୍ ଦେଉଛନ୍ତି, କି ଆପଣମାନେ PWDର ଯେଉଁ PWD ପିଲାମାନେ ଗୋଟେ ଆପଣମାନଙ୍କର ଅଣ୍ଡରଟେକିଂ ଦେବେ, ଯାହା ବି ଆପଣମାନଙ୍କର ଦେବେ ସେମାନେ ଫର୍ମାଟ୍ ସବୁ ଦେବେ, ଆପଣମାନେ ସିଗ୍ନେଚର୍ କରିକି ଖାଲି ଟିକ୍ ମାର୍କ କରିକି ଦେବେ। କୌଣସି ଅସୁବିଧା ନାହିଁ। ତେଣୁ ଟେନସନ୍ରେ ବିଲକୁଲ ରୁହନ୍ତୁନି। ତେଣୁ ଆରାମସେ ବିନ୍ଦାସଲି ଯାଇ ଜଏନ୍ କରନ୍ତୁ। ଯାହା ବି ଡାଉଟ୍ସ ରହୁଛି ଆମ ସହିତ ଯୋଗାଯୋଗ କରନ୍ତୁ, ଆମକୁ କମେଣ୍ଟରେ ଲେଖନ୍ତୁ। ଆମେ ନିଶ୍ଚିତ ଆପଣମାନଙ୍କୁ ସହଯୋଗ କରୁଛି। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କ ପାଇଁ ହେଲ୍ପଫୁଲ୍ ରହିବ। ରହୁଛି। ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ।